ସ୍ୱାଧୀନତା ଦିବସ ପାଳନ କରିବାକୁ କହୁଛୁ। ତୁମେ ଥିବ ଭାରତ ବର୍ଷ ଦୀର୍ଘ 200 ବର୍ଷର ପରାଧୀନତାର ଶୃଙ୍ଖଳରୁ ଆଜି ଭଳି ପବିତ୍ର ଦିନରେ ଶୃଙ୍ଖଳ ମୁକ୍ତ ହେଇଥିଲା। ଆଉ ସାରା ଦିନ ପାଇଁ ଇଂରେଜ ମାନଙ୍କୁ ଭାରତ ବାଟରୁ ତଡ଼ି ଦେଇଥିଲେ। ସେଇ ବିଜୟର ସ୍ମାରକ ସ୍ୱରୂପ ଆମର ଜାତୀୟ ପତାକା ତ୍ରିରଙ୍ଗା ଯାହା ହଉଛି ସ୍ୱାଧୀନତାର ପ୍ରତୀକ, ତାହାକୁ ଆଜି ଆମେ ଉଡ଼େଇବାର ଯୋଉ କ୍ଷମତା ଅର୍ଜନ କରିଛୁ। ଆଜିକି 79 ବର୍ଷ ହେଲାଣି ଆମେ ପତାକା ଉଡ଼ଉଥିଲୁ। ଆଜି ହଉଛି 80ତମ 80 ବର୍ଷରେ ଆମେ ପାଦ ଦେଇଛୁ। ତେଣୁ ତୁମେମାନେ ସମସ୍ତେ ଜାଣିଥିବ 1947 ମସିହା ଅଗଷ୍ଟ ମାସ 15 ତାରିଖ କହୁଥିଲେ ମଧ୍ୟ, କିନ୍ତୁ ବାସ୍ତବିକ ଥିଲା 14 ତାରିଖ ମଧ୍ୟରାତ୍ରିରେ ଭାରତ ଆମର ଏଇ ସ୍ୱାଧୀନତା ପାଇଥିଲା। ଯେତେବେଳେ ସାରା ଭାରତ ଶୋଇଥିଲା, ସେତିକିବେଳେ ଇଂରେଜମାନେ ଭାରତ ମାଟିକି ଛାଡ଼ି ସବୁଦିନ ପାଇଁ ପଳାୟନ କରିଥିଲେ ଏବଂ ଆତ୍ମରକ୍ଷା କରିବା ପାଇଁ ସେ ଭାବିଥିଲେ ଭାରତ ବର୍ଷ ରହିବା ନିରାପଦ ନୁହେଁ। ତେଣୁ ସେମାନେ ଜୀବନ ରକ୍ଷା କରିବା ପାଇଁ ଭାରତ ମାଟିକୁ ଛାଡ଼ିବା ପାଇଁ ଶେଷ ନିଷ୍ପତ୍ତି ନେଇଥିଲେ ଏବଂ ମଧ୍ୟରାତ୍ରରେ ସେମାନେ ଭାରତ ଛାଡ଼ି ଯାଇଥିଲେ। ଆଉ ଆଜି 80ଟି ପାହାଚ ଅତିକ୍ରମ କରିସାରିଲାଣି ଭାରତବର୍ଷ। ଇତିମଧ୍ୟରେ ଏ ବର୍ଷର ଆମ